ଜୀବନର 7ଟି ସତ୍ୟ ବିଷୟରେ ଆପଣମାନଙ୍କୁ ମୁଁ କହିବି। ଆପଣମାନେ ମନ ଦେଇନ ଦେଖନ୍ତୁ, ଭିଡ଼ିଓକୁ ସ୍କିପ୍ କରି ଦେଖନ୍ତୁ ନାହିଁ। ଆପଣମାନେ ନିଶ୍ଚିନ୍ତ ଭାବରେ ଜୀବନର 7ଟି ସତ୍ୟ ପାଳନ କରନ୍ତୁ। ମୋର ଯେତିକି ଅନୁଭବ, ଆପଣଙ୍କର ଜୀବନ ନିଶ୍ଚିନ୍ତ ଭାବରେ ସଫଳ ହେବ। ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା ଏବଂ ଦେଖିବା। ଦର୍ପଣ ଆମକୁ କୁହେ, ମିଛ କହିବାକୁ ଜମା ଦିଏ ନାହିଁ। ଜ୍ଞାନ ଭୟଭୀତ ହେବାକୁ ଜମା ଦିଏ ନାହିଁ। ଆଧ୍ୟାତ୍ମ ମୋହ କରିବାକୁ ଜମା ଦିଏ ନାହିଁ। ସତ୍ୟ କମଜୋର ହେବାକୁ ଦିଏ ନାହିଁ ଏବଂ ନର୍ଭସ ହେବାକୁ ଦିଏ ନାହିଁ। ପ୍ରେମ ଈର୍ଷା କରିବାକୁ କେବେ ବି ଦିଏ ନାହିଁ। ବିଶ୍ୱାସ ଦୁଃଖୀ ହେବାକୁ ଜୀବନରେ କେବେ ବି ହେଲେ ଦିଏ ନାହିଁ। କର୍ମ ଅସଫଳ ହେବାକୁ କେବେ ବି ଦେଇନଥାଏ। କାରଣ ଯଦି ଆପଣ ସଠିକ୍ ଭାବରେ କର୍ମ କରିଛନ୍ତି ନା, ତାହେଲେ ଆପଣଙ୍କୁ ଫଳ ନିଶ୍ଚିନ୍ତ ଭାବରେ ସଫଳର ଫଳ ମିଳିବ। ଏଇଟା ମୋର ଅନୁଭୂତି। ଯଦି ଆପଣମାନଙ୍କୁ ମୋ ମୋଟିଭେସନ୍ ଷ୍ଟୋରିଟି ଭଲ ଲାଗୁଛି ନା ସାଙ୍ଗମାନେ, ପ୍ଲିଜ୍ ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ। ଆଜିର ଜୀବନ ପାଇଁ 7ଗୋଟି ନିୟମ ଆପଣମାନଙ୍କୁ କହିବି। ନିଶ୍ଚିନ୍ତ ଭାବରେ ଆପଣମାନେ ଏହି 7ଟି ନିୟମ ପାଳନ କରନ୍ତୁ ଏବଂ ଜୀବନର କିଛି ପରିବର୍ତ୍ତନ ଏବଂ ସୁଖ, ଶାନ୍ତି, ସମୃଦ୍ଧି ନିଶ୍ଚୟ ଆପଣଙ୍କ ଜୀବନରେ ଆସିବ। ଚାଲନ୍ତୁ ଷ୍ଟାର୍ଟ କରିବା ସାଙ୍ଗମାନେ। ପ୍ରଥମଟି ହେଉଛି ନିଜର ଅତୀତ ସହ ଶାନ୍ତିରେ ବୁଝାମଣା କର। ଏହା ତୁମର ଭବିଷ୍ୟତକୁ ବହୁତ ଅଶାନ୍ତରୁ କରିବ ନାହିଁ ଏବଂ ରକ୍ଷା କରିବ। ଦ୍ୱିତୀୟ ହେଉଛି ଅନ୍ୟମାନେ ତୁମ ପ୍ରତି କ'ଣ ବିଚାର କରୁଛନ୍ତି ବା ସେ ସବୁ ତୁମର ମୁଣ୍ଡ ବ୍ୟଥାର କାରଣ ହେବା ଉଚିତ ନୁହେଁ। ତୃତୀୟଟି ହେଉଛି ତୁମର ଖୁସିର ଚାବିକାଠି ତୁମ ପାଖରେ ହିଁ ସଦାସର୍ବଦା ଅଛି। ଚତୁର୍ଥ ପ୍ରଶ୍ନ ହେଉଛି ଖୁସି ରୁହନ୍ତୁ ଏବଂ ସଂସାରରେ ପ୍ରତ୍ୟେକ ସମସ୍ୟା ତୁମର ଏବଂ ଆତ୍ମୀୟର ନୁହେଁ। ପଞ୍ଚମ, ନିଜର ଜୀବନକୁ ଅନ୍ୟ କାହାର ଜୀବନ ସହ କେବେ ତୁଳନା କରନ୍ତୁ ନାହିଁ ଏବଂ ତୁଳନା କରିବା ସମୟରେ ତୁମର ସୁଖ ସାରା ଜୀବନ ଚୋରି ହୋଇଯାଇଥାଏ। ସପ୍ତମ ଜାଣିବା, ସମୟ ହିଁ ସବୁ ଦୁଃଖର ଔଷଧ। ପ୍ରତ୍ୟେକ କର୍ମ ପାଇଁ ସମୟ ଦେବା ଆବଶ୍ୟକ। ସପ୍ତମ ହେଉଛି ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ। ତୁମକୁ ଏ ସଂସାରରେ ପ୍ରତ୍ୟେକ ସମସ୍ୟାର ସମାଧାନ ଜାଣିବାର ଆବଶ୍ୟକତା ହିଁ ନାହିଁ। ଯଦି ଆପଣମାନଙ୍କୁ ମୋ ମୋଟିଭେସନ୍ ଷ୍ଟୋରିଟି ଭଲ ଲାଗୁଛି, ପ୍ଲିଜ୍ ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।